ଗୋପାଳପୁର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଡକ୍ଟର ଯଦୁନାଥ କଲେଜର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ କମଳାକାନ୍ତ ଆଚାର୍ଯ୍ୟ। ମୁଖ୍ୟ ବକ୍ତା ରୂପେ ଯୋଗଦାନ କରିଥିଲେ ସତ୍ୟ ମେମୋରିଆଲ କଲେଜର ପ୍ରାଧ୍ୟାପକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଭୋଇ। ସମ୍ମାନୀୟ ଅତିଥି ଭାବେ କୁମାରୀର ସମାଜସେବୀ ଓ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ଜେନା ଓ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ନରେଶ କୁମାର ପାଢ଼ୀ ଯୋଗଦାନ କରିଥିଲେ। ପ୍ରଥମେ ବାର୍ଷିକ ଉତ୍ସବର ଉଦ୍ଘାଟନ ପରେ ଶ୍ରୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ରମାକାନ୍ତ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ସମାଜର ପରିବର୍ତ୍ତନ ପାଇଁ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପିଲାମାନଙ୍କୁ ସୁନ୍ଦର ଉଦାହରଣ ମାଧ୍ୟମରେ ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରାଧ୍ୟାପକ ନଗେନ୍ଦ୍ର କୁମାର ପାଢ଼ୀ, କଲେଜ ୟୁନିୟନର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ବେହେରା। ଧନ୍ୟବାଦ ଅର୍ପଣ କରିଥିଲେ ପ୍ରାଧ୍ୟାପକ ପ୍ରଭାକର ମହାଜନ। ପୁରସ୍କାର ବିତରଣ ଉତ୍ସବରେ ପ୍ରାଧ୍ୟାପକ ନିହାର ରଞ୍ଜନ କର, ଅଧ୍ୟାପକ ପରମେଶ୍ୱର ମଲ୍ଲିକ ଓ ପ୍ରାଧ୍ୟାପକ ଅଭୟ କୁମାର ମହାନ୍ତି ଓ ଅଧ୍ୟାପିକା ଜ୍ୟୋତ୍ସ୍ନାରାଣୀ ସେଠୀ ଏବଂ ଅନ୍ୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ। ଗୋପାଳପୁରରୁ ତୃପ୍ତି ସାମଲଙ୍କ ନ୍ୟୁଜ୍, ଜନତା ଏକ୍ସପ୍ରେସ୍। ଆମର ନୂଆ ଓଡ଼ିଶା କାର୍ଯ୍ୟକ୍ରମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆଇଟି ଅଧ୍ୟକ୍ଷ ପାଣ୍ଡିଆନ ସାର୍ ଆନୁକୂଲ୍ୟରେ ହୋଇଥିଲା। ଏହାର ଲକ୍ଷ୍ୟ ହେଉଛି ଯେ ଗ୍ରାମାଞ୍ଚଳରେ ଯୁବ ପ୍ରତିଭାର ବିକାଶ କରିବା ଏବଂ ଏହା ଆମର 45 ନଭେମ୍ବର 15ରୁ ଡିସେମ୍ବର 29 ପର୍ଯ୍ୟନ୍ତ ଆମର ପ୍ରୋଗ୍ରାମ ହୋଇଥିଲା। 45 ଚାଲିଥିଲା। ଏଥିରେ କଲଚରାଲ କମ୍ପିଟିସନ୍, ବିଭିନ୍ନ ପ୍ରକାର କଲଚରାଲ କମ୍ପିଟିସନ୍ ମଧ୍ୟ ହୋଇଛି ଏବଂ ଖେଳ ମଧ୍ୟରେ କବାଡ଼ି, କ୍ରିକେଟ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ହୋଇଛି। ଏହା ମଧ୍ୟ ଡିଷ୍ଟ୍ରିକ୍ଟ ଲେଭେଲକୁ ଆମର କଲଚରାଲ 4ଟି ବିଭାଗରେ 4 ଜଣ ପିଲା ସିଲେକ୍ସନ୍ ହୋଇଛନ୍ତି ଏବଂ କବାଡ଼ି ଟିମ୍ ଏବଂ ଆମର ଏଇ ଯେଉଁ କ୍ରିକେଟ ଟିମ୍ ଆଉ ହେଉଛି ଅନ୍ୟାନ୍ୟ ଦଳ ଆମର 100ରୁ ଅଧିକ ଭଲ୍ୟୁଣ୍ଟର ଯାଇଛନ୍ତି ଏବଂ ଏହା ବ୍ୟତୀତ ରଗ୍ବି ଆମର ରଗ୍ବି ଟିମ୍ ଅଛି, ସେଥିରେ ନ୍ୟାସନାଲ୍ ଲେଭେଲକୁ 2 ଜଣ ଓଡ଼ିଶା ତରଫରୁ ସିଲେକ୍ସନ୍ ହୋଇଛନ୍ତି, 2 ଜଣ ଷ୍ଟାଣ୍ଡ ବାଇ ରହିଛନ୍ତି ଏବଂ କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିଛି। ଏବଂ ଆମର ଆସିଥିଲା ହେଉଛି ଡିଗ୍ରୀ ଲେଭେଲ୍ ପାଇଁ 4 ଲକ୍ଷ ଏବଂ +2 ଲେଭେଲ୍ ପାଇଁ 6 ଲକ୍ଷ ଟଙ୍କା ଆସିଥିଲା ଏବଂ ସୁଚାରୁରୂପେ ହେଇଛି ଏବଂ ପିଲାମାନଙ୍କୁ ମଧ୍ୟ ଟିଫିନ୍ ଖୁବ୍ ସୁନ୍ଦର ଭାବରେ ଦିଆଯାଇଛି ଏବଂ ପିଲାମାନେ କୌଣସି ଅବଜେକ୍ସନ୍ ଏଥିରେ ମଧ୍ୟ ନାହିଁ। ପିଲାମାନେ ବହୁତ କୋପରେସନ୍ ଆମକୁ କରୁଛନ୍ତି ଏବଂ ଯାହାଫଳରେ କି ଆମେ ଏହି ପ୍ରୋଗ୍ରାମକୁ ସୁଚାରୁରୂପେ ସମ୍ପାଦନ କରି ଆମ କଲେଜକୁ ଡିଷ୍ଟ୍ରିକ୍ଟ ଲେଭେଲରେ ଉଚ୍ଚ ସ୍ତରକୁ ନେଇଯାଇଛୁ ଏବଂ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ ସାର୍ଙ୍କ ଅଭିଳାଷ ପୂରଣ କରିବାକୁ ଯଥାସାଧ୍ୟ ଚେଷ୍ଟା କରୁଛୁ। এই নূଆ କାର୍ଯ୍ୟକ୍ରମ ପାଇଁ ଆମ ମହାବିଦ୍ୟାଳୟରେ ଆମେ 3ଟି କ୍ଲବ୍ କରିଥିଲୁ। ସ୍ପୋର୍ଟସ୍ କ୍ଲବ୍, କଲଚରାଲ୍ କ୍ଲବ୍ ଏବଂ ସୋସିଆଲ୍ କ୍ଲବ୍ କରିଛୁ। ଏଥିରେ 10 ଜଣ ପିଲା ପ୍ରତି କ୍ଲବ୍ରେ ଅଛନ୍ତି, ପୁଅ ଝିଅ ମିଶିକି ଅଛନ୍ତି। ଏମାନଙ୍କୁ ନେଇ ଆମେ 21 ନଭେମ୍ବର ଠାରୁ ଆମ କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ ଏବଂ ଏଥିରେ ସାଂସ୍କୃତିକ, ଖେଳ ଏବଂ ସାମାଜିକ କାର୍ଯ୍ୟକ୍ରମ କରିଛୁ, ଯାହାକି ଗତ ନଭେମ୍ବର 21ରୁ ଆରମ୍ଭ ହୋଇ ଗତକାଲି ଅର୍ଥାତ୍ ଡିସେମ୍ବର 29 ତାରିଖରେ ଉଦ୍ଯାପିତ ହୋଇଛି ଏବଂ ଏହି ଉଦ୍ଘାଟନ ଉତ୍ସବକୁ ଆମର ବାହାନଗା ବ୍ଲକ ଚେୟାରମ୍ୟାନ୍ ଆସିଥିଲେ ଏବଂ ଖେଳ ଉଦ୍ଘାଟନ ପାଇଁ ଆସିଥିଲେ ଆମ ଅଞ୍ଚଳର MLA ଶ୍ରୀଯୁକ୍ତ ପ୍ରଶାନ୍ତ ଧଳା ମହୋଦୟ ଆସିଥିଲେ ଏବଂ ତାଙ୍କ ସମ୍ମୁଖରେ ସବୁ ଖେଳ ମଧ୍ୟ ହୋଇଥିଲା, ସାଂସ୍କୃତିକ ହୋଇଥିଲା ଏବଂ ଏହି ଖେଳ ପ୍ରତିଭା ଏବଂ ସାଂସ୍କୃତିକ ପ୍ରତିଭାମାନେ ମଧ୍ୟ ଆମ ବ୍ଲକ ଲେଭେଲକୁ ଯାଇଛନ୍ତି ଏବଂ ଜିଲ୍ଲାକୁ ମଧ୍ୟ ଯାଇଛନ୍ତି। କବାଡ଼ି, କ୍ରିକେଟ, ରଗ୍ବି ଏବଂ ସାଂସ୍କୃତିକରେ ଡିବେଟ୍, ଏସେ, ସଙ୍ଗୀତ, ନୃତ୍ୟ ଏଥିରେ ଅନେକ ପିଲା ଭାଗ ନେଇଛନ୍ତି। ପାଖାପାଖି 1800 ପିଲା ଭାଗ ନେଇଛନ୍ତି ଆମ କଲେଜରୁ। ତେଣୁ ମୁଁ ଭାବୁଛି ଆମେ ନବୀନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କର ଏବଂ ଆମର ଆଇଟି ଅଧ୍ୟକ୍ଷ ପାଣ୍ଡିଆନଙ୍କ ସାର୍ଙ୍କ ଆଶା ଅଛି, ସେ ଆଶା ଅନୁଯାୟୀ ଆମେ ପ୍ରାୟ ସମ୍ପୂର୍ଣ୍ଣ ସଫଳ ହେଇଛୁ। କାରଣ ପିଲାଙ୍କୁ ନେଇ ଆମେ କାର୍ଯ୍ୟ କରିଛୁ। ଆମ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ସମସ୍ତେ ଆମକୁ ପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ କୌଣସି ଅଧ୍ୟାପକ, କର୍ମଚାରୀ ବା ଛାତ୍ରଛାତ୍ରୀଙ୍କର ଏଥିରେ ଅଭିଯୋଗ ମଧ୍ୟ ନାହିଁ ଯେ ଆମ କାର୍ଯ୍ୟ ଠିକ୍ ହେଉନାହିଁ ଏବଂ ଏଥିରେ ମଧ୍ୟ ଆମେ ଅନେକ ପ୍ରକାର ପ୍ରୋଗ୍ରାମ କରିଛୁ। ସାମାଜିକ ସଚେତନତା ଭିତରେ ଆମେ ପ୍ରଥମେ ନାଟକ କରିଥିଲୁ, ଯୌତୁକ ବିରୋଧୀ ନାଟକ, ଚାଇଲ୍ଡ ମ୍ୟାରେଜ୍ ନାଟକ, ଆମର ଯୌତୁକ ନିର୍ଯାତନା ନାଟକ, ତା ସହିତ ଡ୍ରଗ୍ ନିଶା ନିବାରଣ ନାଟକ, ଏସବୁ ମଧ୍ୟ କରିଛୁ। ଆମେ ବିଶେଷ କରି ଗୋପାଳପୁର ସଂଲଗ୍ନ ଜଣିଆ, ଜାଗେଶ୍ୱରପଦା, ମହିଷାପଟା, ଆମର ଗୋପାଳପୁର, ତା ସହିତ ଆମର
ଅନେକ ଗ୍ରାମ ପାଖରେ ଆମେ ଯାଇକି ରାଲି କରିଛୁ, ନାଟକ କରିଛୁ, ସର୍ଭେ କରିଛୁ, ପ୍ରାୟ ପ୍ରତ୍ୟେକ କାମ ଆମେ ସୁଚାରୁ ସମାଧାନ କରିଛୁ। ସେଥିପାଇଁ ମୁଁ ଧନ୍ୟବାଦ ଦେବି ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ଆମ ଆଇଟି ଅଧ୍ୟକ୍ଷ ପାଣ୍ଡିଆନ୍ ସାର୍ଙ୍କୁ ଧନ୍ୟବାଦ ଦେବି ଏବଂ ଧନ୍ୟବାଦ ଦେବି ଆମ ମହାବିଦ୍ୟାଳୟ ସମସ୍ତ କର୍ମଚାରୀ, ଅଧ୍ୟାପକ ଅଧ୍ୟାପିକା ଏବଂ ଆମର ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେବି।